ଆଇ ଗୁରୁ ହରି ଗୁରୁ ଆପଣ ମାନେ ହରିନାମ କୀର୍ତ୍ତନ କରୁଛନ୍ତି, ହରିନାମ କରୁଛନ୍ତି, କିନ୍ତୁ ଆପଣ ନାମ ଅପରାଧ ପ୍ରତି ଟିକେ ଦୃଷ୍ଟି ରଖିଥିବେ। ଆପଣ ହରି କୀର୍ତ୍ତନ କଲାବେଳେ ଯଦି ନାମ ଅପରାଧ ନ ରହିଲା ତାହେଲେ ନାମ କୃପା ହବ। ସେଇ 10 ନାମ ଅପରାଧ କଣ ମୁଁ ଆଜି ଆପଣଙ୍କୁ ଗୋଟି ଗୋଟି କରି କହୁଛି ଶୁଣନ୍ତୁ। ସାଧୁ ବୈଷ୍ଣବ ନିନ୍ଦା। ଆପଣ ଯଦି ନାମ କୀର୍ତ୍ତନ କରୁଛନ୍ତି, ହରିନାମ କରୁଛନ୍ତି, ତାହେଲେ ସାଧୁ ବୈଷ୍ଣବ ପ୍ରଥମେ ନିନ୍ଦା କରିବେ ନାହିଁ। ଦ୍ୱିତୀୟ ହେଲା ଶିବ ବିଷ୍ଣୁ ମଧ୍ୟରେ ପୃଥକ ଜ୍ଞାନ। ଶିବ ବଡ ବିଷ୍ଣୁ ବଡ ଏସବୁ ବିଭେଦ ସୃଷ୍ଟି କରିବେ, ହେଲା ଦ୍ୱିତୀୟ ନାମ ଅପରାଧ। ତୃତୀୟ ନାମ ଅପରାଧ ହେଲା ଗୁରୁଦେବଙ୍କୁ ମନୁଷ୍ୟ ବୃଦ୍ଧି। ଗୁରୁଦେବଙ୍କୁ କେ ମନୁଷ୍ୟ ବୋଲି ଭାବିବେନି। ଗୁରୁ କେ ମନୁଷ୍ୟ ଜ୍ଞାନ ନାକର କଖନ, ତେଣୁ ଗୁରୁଦେବଙ୍କୁ ମନୁଷ୍ୟ ବୃଦ୍ଧିରେ ଗ୍ରହଣ କରିବେ। ଏ ହେଲା ତୃତୀୟ ନାମ ଅପରାଧ। ଚତୁର୍ଥ ନାମ ଅପରାଧ ବେଦ ପୁରାଣ ଆଦି ଶାସ୍ତ୍ର ନିନ୍ଦା। କୌଣସି ଶାସ୍ତ୍ର ନିନ୍ଦା କରିବେନି। ସମସ୍ତ ଶାସ୍ତ୍ରକୁ ଆପଣ ଭଲ ପାଇବେ। ଶାସ୍ତ୍ର ନିନ୍ଦା କଲେ ଆପଣଙ୍କ ନାମ ଅପରାଧ ହବ। ତାପରେ ପଞ୍ଚମ ନାମ ଅର୍ଥବାଦ, ଅର୍ଥାତ ନାମରେ ଯେଉଁ ଶକ୍ତି ଶାସ୍ତ୍ର ବର୍ଣ୍ଣନା ରହିଛି ତାହାକୁ ଅତ୍ୟଜିତ ଭାବିବା। ନାମର ଅର୍ଥବାଦ କରିବେନି। ନାମ ଏକ ଅମୃତ ଜିନିଷ। ନାମ ଭଗବାନଙ୍କୁ କୃପା ପଦ, ତେଣୁ ତାକୁ ଅର୍ଥବାଦ କରିବେ ନାହିଁ। ତାପରେ 6 ରହିଲେ ହରିନାମର ଅନର୍ଥ କଳ୍ପନା। ହରିନାମକୁ ଅନର୍ଥ କଳ୍ପନା କରିବେ ନାହିଁ। ଅଲଗା ଭାବରେ ବିପରୀତ ଭାବରେ ନେବେନି, ଫଳରେ ନାମ ଅପରାଧ ହବ। ତାପରେ 7 ନମ୍ବର ଆଇଲା ନାମ ବଳେ ପାପ ବୃଦ୍ଧି। ଆପଣ ଆଡେ ନାମ କରୁଥିବେ, ଆଡେ ପାପ କରି କରି ଚାଲୁଥିବେ। ଆପଣ ଭାବୁଥିବେ ମୁଁ ହରି କୀର୍ତ୍ତନ କରୁଛି, ହରି ନାମ କରୁଛି, ଆଡେ କ୍ରୋଧ କରୁଥିବେ, ପରନିନ୍ଦା କରୁଥିବେ, କାମ ପ୍ରତି ଲାଳାୟିତ ଥିବେ, ମିଛ କହୁଥିବେ, ଫଳରେ ଆପଣ ନାମ ଅପରାଧ ହବ। ତାପରେ 8 ନମ୍ବର ହେଲା ନାମକୁ ଅନ୍ୟ ଶୁଭ କର୍ମ ସହିତ ସମାନ କରିବା। ଯେତେ ଯାଗ ଯଜ୍ଞ ଅଛି, ଯେତେ ଆପଣ ଶୁଭ କାମ କରନ୍ତୁ, ମେଳା କରନ୍ତୁ, ଯଜ୍ଞ କରନ୍ତୁ, ଆପଣ ତା ସାଙ୍ଗେ ନାମକୁ ସମାନ କରିବେନି। ହରିନାମ କୀର୍ତ୍ତନକୁ ତା ସାଙ୍ଗେ ତୁଳନା କରିବେନି। ତାପରେ 9 ହେଲା ଶ୍ରଦ୍ଧା ବା ଭକ୍ତିହୀନକୁ ନାମ ଉପଦେଶ। ଯିଏ ଚାହୁଁନଥିବେ ବା ଆପଣ ନାମ କଥା କହୁଥିବେ, ସିଏ ଅଲଗା ଅଲଗା ଗୋଟେ ଭାବୁଥିବେ। ତେଣୁ ଅଭକ୍ତ ମାନଙ୍କୁ ନାମର ଉପଦେଶ ଦେବେ ନାହିଁ। ତାପରେ 10 ନମ୍ବର ହେଲା ନାମ ମହିମା ଶ୍ରବଣ କରିବା ପରେ ମଧ୍ୟ ନାମର ଅପ୍ରୀତି। ଆପଣ କିଏ କହୁଛି ମୁଁ 10 ବର୍ଷ ନାମ କରେନି, କିଏ କହୁଛି ମୁଁ 5 ବର୍ଷ ନାମ କରେନି, କିଏ କହୁଛି ମୁଁ ପ୍ରତିଦିନ ନାମ କରୁଛି, କିନ୍ତୁ ଲାଭ କଣ? ଆଜି ଚୈତନ୍ୟ ମହାପ୍ରଭୁ 500 ବର୍ଷ ତଳେ ଯୋଉ ନାମ ପ୍ରଚାର କରିଥିଲେ, ଆଜି ଗାଁ ଆଉ ସହର ଠାରୁ ସବୁଆଡେ ନାମ ଚାଲିଛି, ସମସ୍ତେ ନାମ କରୁଛନ୍ତି, ତାହେଲେ ପରିବର୍ତ୍ତନ କାହିଁ ଆସୁନି? ଆପଣ ପରୀକ୍ଷା କରନ୍ତୁ ହରିନାମ କରି। ଏଇ 10ଟା ଅପରାଧ ଦୂରେଇ ରୁହନ୍ତୁ, ଦେଖିବେ ନାମର କୃପା ଆପଣଙ୍କର ଆସିବ। ଆପଣ ଅସମ୍ଭବ ସମ୍ଭବ କରିପାରିବେ। ଆଉ କଳ୍ପତରୁ ମୂଳରେ ଆପଣ ଯାହା ଚିନ୍ତା କରିବେ ତାହା ଯେମିତି ପୂରଣ ହୁଏ, ହରିନାମ କଲେ ଆପଣ ନିଶ୍ଚିନ୍ତ। ହରିନାମ ହରିବା ନାମ କେବଳ କଳୁ ନାସ୍ତବ ନାସ୍ତବ ଗତର ନତା। ଆପଣ ନାମ କରନ୍ତୁ, ଆଉ ଏଇ 10ଟା ନାମ ଅପରାଧ ସର୍ବଦା ଦୂରେଇ ରୁହନ୍ତୁ। ଦେଖିବେ ଆପଣ ଆଖିରୁ ଲୁହ ଆସିବ, ଆପଣଙ୍କୁ ଆନନ୍ଦ ଲାଗିବ, ଆଉ ଆପଣ ଭଗବାନଙ୍କର କୃପା ଆସ୍ତେ ଆସ୍ତେ ଆପଣଙ୍କ ଉପରେ ଝରି ପଡିବ। ତେଣୁ ମୁଁ ଆପଣଙ୍କୁ ହାତ ଯୋଡୁଛି, ଆପଣ 10ଟା ଅପରାଧରୁ ଆପଣ ଖ୍ୟାତ ରୁହନ୍ତୁ, 10ଟା ଅପରାଧ ଠାରୁ ଦୂରେଇ ରୁହନ୍ତୁ, ଆଉ ନାମ କରନ୍ତୁ। ନିତାଇ ଗୁରୁ ହରିବୁଲ, ନିତାଇ ଗୁରୁ ହରିବୁଲ, ନିତାଇ